ଜଣେ ମହାତ୍ମାଙ୍କର ଆଜ୍ଞା ଅସଂଖ୍ୟ ଶିଷ୍ୟ ହେଇଗଲେ। ଯେତେବେଳେ ଅସଂଖ୍ୟ ଶିଷ୍ୟ ହେଇଗଲେ ସିଏ ସେଠୁ ଚିନ୍ତା କଲେ ଯେ କି ତ ଅରସ୍ର ଶିଷ୍ୟ ହେଇଗଲେଣି, ହେଲେ ବର୍ତ୍ତମାନ ଏହା ଭିତରେ କଣ ପ୍ରକୃତରେ ସବୁ ଗୁଡାକ ଆମର ଶିଷ୍ୟ ନା କଣ, ମୋର ଶିଷ୍ୟ ନା କଣ, ପ୍ରକୃତରେ ଖାଲି ଶିଷ୍ୟର ମନ୍ତ୍ର ନେଇକିରି ଖାଲି ଏମାନେ ଗୋଟେ ପ୍ରହଳିକା ଦେଖଉଛନ୍ତି, ନାଟକ ଦେଖଉଛନ୍ତି ସଂସାରକୁ ଯେ ଆମେ ସବୁ ଗୋଟେ ଗୋଟେ ଭକ୍ତ ହେଇଗଲୁଣି ବୋଲି। ହେଲେ ହଉ, ଏମିତି ହଉ ହଉ 12 ବର୍ଷ ବିତିଗଲା। 12 ବର୍ଷ ବିତିଯିବା ଭିତରେ ହଠାତ୍ ଦିନେ ମହାରାଜ କହିଲେ ଯେ କି ଆରେ ଆଜି ଟିକେ ଚାଲ ଯିବା ବଜାର ବୁଲିବା ପାଇଁ। ସେମାନେ ଖୁବ ଆନନ୍ଦ ହେଲେ, ଗୁରୁଦେବ ଆଜି ବଜାର ଯିବେ ବୋଲି କହୁଛନ୍ତି, କଣ ଆଶ୍ଚର୍ଯ୍ୟର କଥା, ହଠାତ୍ କଣ କହିଲେ ଆଜି ବଜାର ଯିବେ ବୋଲି। କେବେ ମଧ୍ୟ ବାହାରକୁ ବାହାରନ୍ତିନି, ନିଜ କୁଟିଆ ଛଡା ବାହାରକୁ ସେ କୁଆଡେ ଯାଆନ୍ତିନି, ଏଇଠି ଯାହା ସତ୍ସଙ୍ଗ କରିବେ ଆମର ଏଇ ସାମ୍ନାରେ କରିକି ବାସ୍, ଆଉ କେବେ ମଧ୍ୟ କୁଆଡେ ମଧ୍ୟ ଇଏ କରନ୍ତିନି, ଯାଆନ୍ତିନି। ଆଉ ଆଜି ବଜାରକୁ ଯିବେ କଣ କହିଲେ, ହଉ ହଉ। ଆଉ ଖୁସି ହେଲେ ସମସ୍ତେ, ବହୁତ ଆନନ୍ଦ ହେଇଗଲେ। ସେଠୁ ବୁଲୁ 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 ସନ୍ଧ୍ୟା ହେଇଗଲା। ସନ୍ଧ୍ୟା ଯେତେବେଳେ ହେଇଯାଇଛି, ମହାରାଜ କଣ କଲେ ନା ବେଶ୍ୟା ସାହିକି ପଳେଇଲେ। ଯେତେବେଳେ ବେଶ୍ୟା ସାହିକି ପଳେଇଲେ, ଶିଷ୍ୟମାନେ ଦେଖିଲେ ଯେ କିଏ, ଆରେ ଗୁରୁଦେବ କଣ ଇଆଡେ କୁଆଡେ ଗଲେଣି। ସେଠୁ ସମସ୍ତେ ଧୀରେ ଧୀରେ ସମସ୍ତେ ସେଠୁ ଗୁରୁଦେବଙ୍କୁ ଅପେକ୍ଷା କଲେ। କିଛି ସମୟ ଅପେକ୍ଷା କରିକିରି ତାପରେ କହିଲେ ଏତେ ସମୟ ହେଇଗଲାଣି ଗୁରୁଦେବ ଆସୁନାହାନ୍ତି, କୁଆଡେ ଗଲେ। ଦେଖିବାକୁ ଗଲେ କିଛି ଲୋକ ଦେଖିବାକୁ ଗଲେ, ଯେତେବେଳେ ଦେଖିଲା ବେଳକୁ ଭଗବାନ କହୁଛି ଇଏ ମହାରାଜ ବେଶ୍ୟା ସାଙ୍ଗେ ରତ ଅଛନ୍ତି। ଦେଖି ଦେଖି ସେମାନେ କାହାକୁ କିଛି କହିଲେନି, ଚୁପଚାପ ପଳେଇଗଲେ। ଆଉ କିଛି ଥିଲେ, ସେମାନେ ସେଠୁ ଗଲେ, କଣ ରାତି ଏତେ ହେଇଗଲା ଆସିଲେନି ଗୁରୁଦେବ, କୁଆଡେ ଗଲେ। ଗଲା ବେଳକୁ ସୁରା ବୋତଲ ଧରିଛନ୍ତି ହାତରେ। କିଏ? ମହାରାଜ। ଆଜ୍ଞା ଆଜ୍ଞା। ସେଠୁ ଦେଖି ଯାଇକି ସେମାନେ ସେଠୁ ପଳେଇଗଲେ। ଏମିତି ହେଇ ହେଇକା 4 ଭାଗ ଲୋକ 4 ଭାଗ ଯାକ ପଳେଇଗଲେ। ଆଉ ଗୋଟେ ଜଣିଏ ମାତ୍ର ଅଛନ୍ତି ଖାଲି, ଗୋଟିଏ କମ ବୟସର ବାଳକ ମାନେ କଣ, ସେ ଯାହାହେଲେ ମଧ୍ୟ ତାଙ୍କର ବୟସ 20-25 ବର୍ଷ ବୟସ, କିନ୍ତୁ ସିଏ କୁଆଡେ ଯାଇନାହାନ୍ତି। ପାହାନ୍ତିଆ ପ୍ରହର ବ୍ରହ୍ମ ମୁହୂର୍ତ୍ତରେ ଗୁରୁଦେବ ଆସିଲେ। ସେଠୁ ଦେଖିଲେ ଯେ କିଏ ନାହାନ୍ତି, ସବୁ ପଳେଇଛନ୍ତି। ଇଏ ଏକୁଟିଆ ମାତ୍ର ଚାହିଁକି ବସିଛି ମୋ ଗୁରୁଦେବଙ୍କର ଆସନ ଯୋଉଠି ସେ ଗୁରୁଦେବ ବସିଥିଲେ ସେଇ ଜାଗା ଉପରେ ସେ ବସିକିରି ସେଇ ଜାଗାକୁ ଖାଲି ସେବା କରୁଛନ୍ତି। ଗୁରୁଦେବ ପଚାରିଲେ ସେ ସମସ୍ତେ ଗଲେ କୁଆଡେ? ନା ଗୁରୁଦେବ କହିପାରିବିନି, ସମସ୍ତେ କୁଆଡେ ଚାଲିଗଲେ। ଆଉ ତୁ କଣ କରୁଛୁ ଏଠି ରହିକିରି? କହିଲେ ମୁଁ ଆଉ କୁଆଡେ ଯିବି ଗୁରୁଦେବ, ମୁଁ ତ ଯୁଆଡକୁ ଯିବି ବାହାରିଲି ସିଆଡେ ତ ଆପଣ ଠିଆ ହେଇଛନ୍ତି, ଆଉ ମୁଁ ଯିବି କୁଆଡେ? ମୁଁ ଚତୁର୍ଦିଗରେ ଆପଣ ହିଁ ଅଛନ୍ତି। ସେଇଠୁ ଗୁରୁଦେବ କଣ କଲେ, ଦେଖିଲେ ଯେ ଇଏ ହଉଛି ପ୍ରକୃତରେ ଶିଷ୍ୟ, ଜଣିଏ ମାତ୍ର ଶିଷ୍ୟ। ଏ ଯୋଉ ଲକ୍ଷ ଲକ୍ଷ ଥିଲେ, ଏସବୁ ସଂସାରକୁ ଦେଖେଇବା ପାଇଁ ଖାଲି ଗୋଟେ ଗୋଟେ ଭକ୍ତ ହେଇକି ପଳେଇ ଆସିଥିଲେ, କିନ୍ତୁ ଗୁଡାକ ପ୍ରକୃତରେ ଏଇ ଯୋଉ ଭବସାଗର ଉଦ୍ଧାର ହବା ପାଇଁ ଗୁଡାକ ଆସିନଥିଲେ। ସେଠୁ ତାଙ୍କୁ ଆଉଥରେ ପରୀକ୍ଷା ହେଲା। ସେତିକି ପରୀକ୍ଷା କି, ଶିଷ୍ୟକୁ ତ ଅସଂଖ୍ୟ ପରୀକ୍ଷା ପଡିବ। ଆଉଥରେ ପରୀକ୍ଷା ହେଲା, ଏଭଳି କେତେ କଷଟି ତାଙ୍କୁ, ମାନେ ଗୁରୁଦେବ ଯେତେବେଳେ ପରୀକ୍ଷା ନିଅନ୍ତି, ସେ କୋଉ ରୂପରେ ପରୀକ୍ଷା ନେବେ ତା କିଏ ମଧ୍ୟ ବର୍ଣ୍ଣନା କରିପାରିବେନି। ତାପରେ ଗୁରୁଦେବ ପରୀକ୍ଷା କଲେ ଆଉଥରେ ତାଙ୍କୁ, ପ୍ରକୃତରେ ଇଏ ସେବା ଯୋଗ୍ୟ ହଉଛି ନ ହଉଛି। ତାଙ୍କର କଥା ଆଜି ମଧ୍ୟ ବଡ ବଡ ସନ୍ଥ ମାନେ, ଯୋଉମାନେ କି ପ୍ରକୃତରେ ସନ୍ଥ, ଆଜି ସେଇମାନେ ତାଙ୍କର ପ୍ରବଚନରେ ମଧ୍ୟ କହୁଛନ୍ତି। ତାଙ୍କର କଥା ପ୍ରବଚନରେ ମଧ୍ୟ ଆସୁଛି ଆଜି। ହେଲେ ମହାଭାରତରେ ଯେଭଳି ଅପମନ୍ୟୁ କଥା ଆସିଲା,
ସେଇଭଳି ଆଜି ମଧ୍ୟ କାଶୀରେ ମଣିକର୍ଣ୍ଣିକା ଘାଟ ଅଛି କାଶୀରେ, ଯୋଉଠି ସନ୍ଥ ମାନେ ତାଙ୍କର ଶିଷ୍ୟ ମାନଙ୍କୁ ପରୀକ୍ଷା କରୁଥିଲେ ଏବଂ ଶିଷ୍ୟ ମାନଙ୍କୁ ପରୀକ୍ଷା କରୁଥିଲେ ଯେ କି ସେଇ ମଣିକର୍ଣ୍ଣିକା ଘାଟ ଯେ କି ଆଜି ଏବେର କଥା ଇଏ ନୁହେଁ, ଯେ କି ସତ୍ୟ ଯୁଗରୁ ମଣିକର୍ଣ୍ଣିକା ଘାଟ ରହିଛି କାଶୀରେ ଗଙ୍ଗା ତଟରେ। ହରିଶ୍ଚନ୍ଦ୍ର ଘାଟଠୁ ପାର ହେଇକି ଯେତେବେଳେ ରାଜା ହରିଶ୍ଚନ୍ଦ୍ର ଯୋଉଠି ସଂସାନ ଜଗୁଥିଲେ ତାଙ୍କର ଘାଟ ଯୋଉଠି ଥିଲା, ସେଇଠୁ କିଛି ଅଳ୍ପ ବାଟରେ ଦେଖିଲେ ତମେ ଦେଖାଯିବ ମଣିକର୍ଣ୍ଣିକା ଘାଟ। ମଣିକର୍ଣ୍ଣିକା ଘାଟରେ ଆଜି ମଧ୍ୟ ଯୋଉମାନେ ପ୍ରକୃତରେ ସନ୍ଥ ଯୋଉମାନେ ଅଛନ୍ତି ସଂସାରରେ ମହାପୁରୁଷ ମାନେ, ସେମାନେ ତାଙ୍କର ଶିଷ୍ୟ ମାନଙ୍କୁ ସେଇ ଜାଗାରେ ହିଁ ପରୀକ୍ଷା ନିଅନ୍ତି, ଯେ କି ଅନ୍ତିମ ପରୀକ୍ଷା ସେଇଟା। ଏଇଟା ଯେ କି ଆଉ ମାନେ ତାପରେ ଆଉ କୌଣସି ପରୀକ୍ଷା ନଥାଏ। ଯେ କି ଅପମନ୍ୟୁକୁ ଯେଭଳି ପରୀକ୍ଷା କରାହେଇଥିଲା, ଯେ କି କୁଷ୍ଠ ରୋଗ ହେଇଗଲା ଗୁରୁଦେବଙ୍କୁ, ଗୁରୁଦେବ କହିଲେ ଯେ କି ତମେ ସମସ୍ତେ ଚାଲିଯାଅ, ଯେ କି ମୁଁ ଆଉ ମତେ ଏବେ ମୋର ପ୍ରାରବ୍ଧ ଭୋଗ କରିବାକୁ ପଡିବ, ବିଗଳିତ ହେଇଯିବ ମୋର ଶରୀର କୁଷ୍ଠ ରୋଗରେ, ଆଉ ମୋର ସେବା ତମେ କିଏ କରିପାରିବନି। କିନ୍ତୁ ତାରି ଭିତରେ ଲକ୍ଷ ଲକ୍ଷ ଶିଷ୍ୟଙ୍କ ଭିତରେ ଜଣିଏ ମାତ୍ର ଶିଷ୍ୟ ରହିଥିଲେ, ସେ ହିଁ କହିଥିଲେ ଯେ କି ଗୁରୁଦେବ ମୁଁ ଆପଣଙ୍କୁ ଛାଡିକିରି କୁଆଡେ ହେଲେ କେବେ ମଧ୍ୟ ଯାଇପାରିବିନି, ଆଉ ମୁଁ ଆପଣଙ୍କର ସେବା କରିବି। ନା ସେବା କରିବୁ ନା, ହଁ ଚାଲ। ସେଠୁ ଗୁରୁଦେବ ଚାଲିଗଲେ ମଣିକର୍ଣ୍ଣିକା ଘାଟକୁ। ହେଲେ ପରୀକ୍ଷା ହଉଛି ସେଠି ଶିଷ୍ୟଙ୍କୁ। ଗୁରୁଦେବଙ୍କୁ କୁଷ୍ଠ ରୋଗ ହେଇଗଲା। କୁଷ୍ଠ ରୋଗ ହେଇଗଲା ଯେ ଏଭଳି ହେଲା ଯେ କି ଶରୀର ମାଂସ ବିଗଳିତ ହେଇଗଲା, ସବୁ ଖଣ୍ଡ ଖଣ୍ଡ ହେଇକି ସବୁ ଗଳି ପଡିଲା। ତାପରେ ତାଙ୍କ ଶରୀର ଜୀବାଣୁ ହେଇଗଲେ, ହେଲେ ମଧ୍ୟ ସେ ତିଳେ ମାତ୍ର ଟଳି ନଥିଲେ। ସେଠୁ ଏଇଭଳି ହଉ ହଉ ଦିନେ ଗୁରୁଦେବ ଭଗବାନଙ୍କର ଆସନ ଟଳି ଉଠିଲା, ଇନ୍ଦ୍ରପୁରୀ ଟଳିଗଲା, ବ୍ରହ୍ମାଙ୍କର ଆସନ ଟଳିଗଲା, ଶିବଙ୍କର ଆସନ ଟଳିଗଲା। ଗୁରୁ ଭକ୍ତର ମାନେ ଭକ୍ତି ଦେଖିକିରି ଶିବ ଆସିଲେ, କହିଲେ ତୁମେ କି ବର ମାଗୁଛ ମାଗ। ସେତେବେଳେ ସେ କହିଥିଲେ ଯେ କି ମୋର କୌଣସି ବର ଦରକାର ନାହିଁ, ତୁମେ କିଏ? ନା ମୁଁ ଶିବ। ନା ତୁମେ ଚାଲିଯାଅ, ମୁଁ ତମକୁ ଡାକିନି, କି ମୋର କୌଣସି ବର ମଧ୍ୟ ଦରକାର ନାହିଁ। ବହୁତ ପ୍ରକାର ଶିବ ବୁଝେଇଲେ କିନ୍ତୁ ହେଇପାରିଲାନି। ସେଠୁ ଲାଷ୍ଟରେ ବ୍ରହ୍ମା ଆସିଲେ, ବ୍ରହ୍ମା ମଧ୍ୟ କହିଲେ ତୁମକୁ ବର ନଦେଲା ପର୍ଯ୍ୟନ୍ତ ମୁଁ ଯିବିନି, ତୁମେ ନ ଯାଅ, ତୁମେ ବସିଥାଅ ଏଠି, ମୋର ଦୁଃଖ ନାହିଁ, କିନ୍ତୁ ମୁଁ କେବେ ହେଲେ ମଧ୍ୟ କୌଣସି ବର ମାଗି ପାରିବିନି। ମୋ ଗୁରୁଦେବ ଅଛନ୍ତି ଯେତିକିବେଳେ ମୁଁ କେବେ ହେଲେ ମଧ୍ୟ କୌଣସି ବର ମାଗି ପାରିବିନି ତୁମକୁ। ତାପରେ ବ୍ରହ୍ମା ଚାଲିଗଲେ, ଭଗବାନ ନିଜେ ଆସିଲେ ସ୍ୱୟଂ ଗୋଲଖ ବିହାରୀ। ସେ ଯେତେବେଳେ ଆସିଲେ ସେ ବହୁତ ତାଙ୍କୁ ମାୟା କଲେ, କିନ୍ତୁ କୌଣସି ମାୟା ତାଙ୍କର କିଛି କାଟୁ ହେଇପାରିଲାନି। ସେଠୁ ଭଗବାନ କହିଲେ ଯେ କି ମୁଁ ସତ୍ୟ କରୁଛି, ତମକୁ ବର ନଦବା ପର୍ଯ୍ୟନ୍ତ ମୁଁ ଏଠୁ ଛାଡିକି ଯାଇପାରିବିନି। ହେଲେ ସେତିକିବେଳେ ଭଗବାନଙ୍କୁ ଯେତେବେଳେ ଏକଥା ଯେତେବେଳେ ଭଗବାନ କହିଲେ, ସେଠୁ ସିଏ ବର ମାଗିଲେ ଯେ ହେ ପ୍ରଭୁ, ତୁମେ ଯଦି ତୁମ ଇଚ୍ଛାରେ ତୁମେ ବର ଦେବା ପାଇଁ ଚାହୁଁଛ, ତାହେଲେ ମୋ ଗୁରୁଦେବଙ୍କୁ ଏଇ ଯୋଉ କଷ୍ଟରୁ ଉଦ୍ଧାର କରିଦିଅ। ସେ ତଥାସ୍ତୁ କରିଦେଇକି ଚାଲିଗଲେ। ଏତିକିବେଳେ ସାଙ୍ଗେ ସାଙ୍ଗେ ଗୁରୁଦେବ ଆସି ପହଞ୍ଚିଗଲେ। ଗୁରୁଦେବ ପଚାରିଲେ ଯେ କାହା ସାଙ୍ଗରେ ତୁ କଥା ହଉଥିଲୁ ଅପମନ୍ୟୁ? ନା ମୁଁ ଭଗବାନ ଶିବ ଆସିଥିଲେ ଗୁରୁଦେବ। କାନ୍ଦୁଛନ୍ତି, ଆଖିରୁ ଧାର ଶ୍ରାବଣ ଭଳି ନେତ୍ର ଝରି ପଡୁଛି, ଲୋତକ ଥରୁଛନ୍ତି, କମ୍ପରମାନ ହେଇ ଥରୁଛନ୍ତି। ଗୁରୁଦେବ କାଳେ ମତେ ବିତାଡ଼ିତ କରିଦେବେ କି, ମୋ ତାଙ୍କର ସେବାରୁ ଦୂର କରିଦେବେ କି, ମାନେ କମ୍ପୁଛନ୍ତି ଭୟରେ। ଖାଲି କହୁଛନ୍ତି ଯେ ଶିବ ଆସିଥିଲେ ଗୁରୁଦେବ, କିନ୍ତୁ ମୁଁ ତାଙ୍କୁ କିଛି ମାଗିନଥିଲି। ବ୍ରହ୍ମା ଆସିଲେ, ତାଙ୍କୁ ଫେରେଇ ଦେଇଥିଲି, କିନ୍ତୁ ବିଷ୍ଣୁ ଅଟଳ ପ୍ରତିଜ୍ଞା କରି ରହିଲେ ଯେ କି ମୁଁ ତୁମକୁ ବର ନଦବା ପର୍ଯ୍ୟନ୍ତ ଯିବିନି। ତେଣୁକରି ମୁଁ ଏତିକି ବର ମାଗିଥିଲି ଗୁରୁଦେବ, ମୁଁ ମୋର ସ୍ୱାର୍ଥ ପାଇଁ କିଛି ମାଗିନି। ମୁଁ ଆପଣଙ୍କର କଷ୍ଟ ମୁଁ ଆଉ ଦେଖିପାରୁନି, ତେଣୁକରି ମୁଁ ଆପଣଙ୍କ କଷ୍ଟରୁ ଦୂର କରିବା ପାଇଁ ମୁଁ ଆପଣଙ୍କୁ ଏଇ ବର ମାଗିଥିଲି। ନା ଦୂର ହେଇଯା ତୁ ଏଠୁ ଶୀଘ୍ର, ମୋର କଷ୍ଟ ମୋର ପ୍ରାରବ୍ଧ ମତେ ଭୋଗିବାକୁ ଦେ। ତତେ ମନା କରିଥିଲି, ତୁ ସେବା କରିପାରିବୁନି, ତୁ ଚାଲିଯା। ସେଠୁ ସାଙ୍ଗେ ସାଙ୍ଗେ ସାଷ୍ଟାଙ୍ଗ ହେଇ ପଡିଗଲେ ଚରଣରେ ଗୁରୁଦେବଙ୍କର। ଗୁରୁଦେବ, ମୁଁ ଆଉ କେବେ ମଧ୍ୟ ଭୁଲ କରିବିନି, ମତେ କ୍ଷମା କରିଦିଅନ୍ତୁ। ମୁଁ ଭୁଲରେ ସୁଦ୍ଧା ମଧ୍ୟ ଆଉ ଭୁଲ କରିବିନି ଗୁରୁଦେବ, ମତେ କ୍ଷମା କରନ୍ତୁ, ମତେ ଆପଣଙ୍କର ସେବାରୁ ବଞ୍ଚିତ କରନ୍ତୁନି। ତାପରେ ଅପମନ୍ୟୁକୁ ପୁଣି ଆଉଥରେ ରଖିଲେ। ଗୋଟେ ଅପମନ୍ୟୁ ମହାଭାରତର କଥାରେ ଆସୁଛି, ଇଏ ଅପମନ୍ୟୁ ଯିଏ, ଇଏ ଆଉ ଜଣେ ଅପମନ୍ୟୁ। ତାପରେ ଗୁରୁଦେବ ରଖିଛନ୍ତି ସେବାରେ। ପୁଣି ଆଉଥରେ ଏଭଳି ଆସିଲେ ପରୀକ୍ଷା କରିବା ପାଇଁ
ଭଗବାନ ଶିବ ଆସିଲେ, ଭୋଲେନାଥ ଆସିଲେ, ତାପରେ ବ୍ରହ୍ମା ଆସିଲେ, ତାପରେ ଦ୍ୱିତୀୟରେ ବିଷ୍ଣୁ, ତୃତୀୟରେ ବିଷ୍ଣୁ ଆସିଲେ। ଯେତେବେଳେ ବିଷ୍ଣୁ ଆସିଛନ୍ତି ତାଙ୍କୁ କହିଦେଇଛନ୍ତି ଯେ ତୁମେ ଚାଲି ଯାଅ ଏଠୁ, ମୋ ପାଖରେ ତୁମର କୌଣସି ଆବଶ୍ୟକତା ନାହିଁ, ମୁଁ ତମକୁ ଟିକିଏ ମାତ୍ର ଦିନକ ପାଇଁ ମଧ୍ୟ ଡାକିନି। ମୋ ଗୁରୁଦେବ ମୋର ହିଁ ଏକମାତ୍ର ସବୁ କିଛି, ମୋର ଆଉ ସଂସାରରେ କିଏ ନାହାନ୍ତି। ସେଇଠୁ ଭଗବାନ କହିଲେ ଯେ ଦେଖ, ତମକୁ ମୁଁ ବାରମ୍ବାର କହୁଛି ତୁମେ ଯାହା ମାଗିବ, ତୁମେ ଯଦି ଆଜି ମୋର ଆସନ ମାଗିଦିଅ ମୁଁ ତମକୁ ଦେଇଦେବି। ନା, ମୋର କିଛି ଦରକାର ନାହିଁ। ମୋ ଗୁରୁଦେବ ମତେ ତାଙ୍କର ସେବାରୁ ବଞ୍ଚିତ କରିଦେଇଥିଲେ, ମତେ କେବେ ହେଲେ ମଧ୍ୟ ତୁମେ ଆଉ ମତେ ପ୍ରାରବ୍ଧ ଦେଖାନ୍ତୁନି। ତାପରେ ଭଗବାନ କହିଲେ ଯେ ମୁଁ ତୁମକୁ ଶେଷ ଥର କହୁଛି, ତମେ ଚିନ୍ତା କର, କିଛି ବର ତ ମାଗ, ନହେଲେ ମୁଁ କେବେ ଯାଇପାରିବିନି ଏଠୁ। ନା ଠିକ ଅଛି, ଯଦି ତମେ କିଛି ବର ଦବା ପାଇଁ ଚାହୁଁଛ ତାହେଲେ ଏଇ ବର ଦିଅ, ମୁଁ ମୋର ଏଇ ଶରୀର ଥିବା ପର୍ଯ୍ୟନ୍ତ ବା ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ବା ଇଏ ଯୋଉ ପ୍ରଳୟ ହେଇଗଲେ ମଧ୍ୟ ମୋ ଗୁରୁଦେବଙ୍କର ସେବାରୁ ମୁଁ କେବେ ବଞ୍ଚିତ ନ ହୁଏ। ମୋ ଗୁରୁଦେବ ମତେ କେବେ ଦୂର ନ କରିଦିଅନ୍ତୁ। ଏତିକି ବର ଦେଇ ଦେଇକିରି ଭଗବାନ ଚାଲି ଯାଇଛନ୍ତି। ଗୁରୁଦେବ ଚାଲି ଆସିଛନ୍ତି। ଗୁରୁଦେବ ଆସିକି ସାଙ୍ଗେ ସାଙ୍ଗେ ପଚାରିଲେ, ତୁ କାହା ସାଙ୍ଗରେ କଥା ହଉଥିଲୁ? ଅପମନ୍ୟୁ ଗଛ କାଟିଦେଲେ ଯେଭଳି ପଡିଯାଏ ସେଇଭଳି ପଡିଗଲେ ଚରଣରେ। ଯେତେବେଳେ ପଡି ଯାଇକିରି ଗୁରୁଦେବଙ୍କୁ କହୁଛନ୍ତି, ହେ ଗୁରୁଦେବ, ନିଜେ ଭଗବାନ ନିଜେ ପୁନରୂପୀ ଆଉ ଥରେ ଆସିଥିଲେ ଏବଂ ମୁଁ କିଛି ମାଗିନି ଗୁରୁଦେବ, ମୁଁ ଏତିକି ମାଗିଛି, ମୋ ଗୁରୁଦେବଙ୍କର ସେବାରୁ ମତେ କେବେ ମୋ ଜନ୍ମାନ୍ତର ପର୍ଯ୍ୟନ୍ତ ମତେ କେବେ ବଞ୍ଚିତ କରିବନି, ମୁଁ ଏତିକି ଖାଲି ମାଗିଥିଲି ଗୁରୁଦେବ, ଆଉ ମୁଁ କିଛି ମାଗିନି। ଗୁରୁଦେବ ସାଙ୍ଗେ ସାଙ୍ଗେ କୁଳାଗ୍ରତ କରି ଧରି ପକେଇଛନ୍ତି ଅପମନ୍ୟୁକୁ। ଅପମନ୍ୟୁ, ତୁମେ ପରୀକ୍ଷାରେ ପାର ହେଇଗଲ, ତମ ମୁଖରେ ହିଁ ବିଦ୍ୟା, ଚାରି ବେଦ ତୁମର ମୁଖରେ ରହିଲା ଆଜିଠୁ। ସାଙ୍ଗେ ସାଙ୍ଗେ ସେଇଦିନ ଠାରୁ ଅପମନ୍ୟୁଙ୍କର ମୁଖ ଖୋଲିଲା ମାତ୍ରେ ଅନର୍ଗଳ ବେଦ ଉଚ୍ଚାରଣ ହେଇ ଚାଲିଲା। ଏଇ ଥିଲା ଅପମନ୍ୟୁଙ୍କର ଗୁରୁ ଭକ୍ତଙ୍କର ପରୀକ୍ଷା ଏବଂ ଗୁରୁ ଭକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲେ। ତେଣୁକରି କୁହାଯାଇଛି ଯେ ସଂସାରରେ ଗୁରୁଙ୍କର, ସେଥିପାଇଁ କୁହାଯାଇଛି ଆମର ଗୋଟେ ଭଜନରେ ଆସୁଛି ଯେ କି ଗୁରୁଙ୍କର କେବେ ମଧ୍ୟ ଯଦି ଅପକର୍ମ ଇଏ ଦେଖ, ତା ମଧ୍ୟ ବିକ୍ରିୟା ଦେଖିଲେ ମଧ୍ୟ କେବେ ହେଲେ ମଧ୍ୟ ତୁମେ ମନ ଭିତରେ ଭାବନା କରିଦିଅନି ଯେ କି ଗୁରୁଦେବ ଏମିତି କରୁଛନ୍ତି, ବା ଯିଏ ଯାହା ପାଇଁ କରୁଛି ସେ ସବୁ ପରୀକ୍ଷାର, ମାନେ ଗୁରୁଦେବ ଯେତେବେଳେ ପରୀକ୍ଷା କରନ୍ତି ସେ କିଭଳି ପରୀକ୍ଷା କରିବେ କିଏ ମଧ୍ୟ ବର୍ଣ୍ଣନା କରିପାରିବେନି। ଯେମିତି ବେଶ୍ୟା ଘରକୁ ଯାଇ ମହାରାଜ ଆସିକି ଗୁରୁ ଶିଷ୍ୟକୁ ଉତ୍ତୀର୍ଣ୍ଣ କରାଇଲେ, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେଇଭଳି ଇଏ ହଉଛି ସଂସାର ପଥ। ଏ ସଂସାର ପଥରେ ଭଗବାନ କେତେବେଳେ କୋଉ ରୂପରେ ଆସିଯିବେ, ଗୁରୁ ବୈଷ୍ଣବ କେତେବେଳେ କୋଉ ରୂପରେ ଆସିବେ, ସେ କଥା କିଏ କହିପାରିବେନି। ରାଧେ ରାଧେ।